ଇରାନ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଏବେ ମଧ୍ୟପ୍ରାଚ୍ୟରେ ସୀମିତ ନାହିଁ। ଏହା ପୁରା ବିଶ୍ୱବ୍ୟାପୀ ସାଧାରଣ ଲୋକଙ୍କ ପକେଟକୁ ଶକ୍ତ ପ୍ରହାର ଦେଇଛି। ଯୁକ୍ତରାଷ୍ଟ୍ର ଆମେରିକାରେ ତୈଳ ଦର ବୃଦ୍ଧି ଯାହାକି ଆକାଶ ଛୁଆଁ ହୋଇଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୀତିକୁ ନେଇ ଏବେ ବଡ଼ ପ୍ରଶ୍ନ ଠିଆ ହୋଇଛି। ତେବେ ମଧ୍ୟପ୍ରାଚ୍ୟର ଯୁଦ୍ଧ କିନ୍ତୁ କାନ୍ଦୁଛି ଆମେରିକା। ବଢୁଛି ତେଲ ଦର ଅଡୁଆରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ରାଷ୍ଟ୍ରପତି ଟ୍ରମ୍ପଙ୍କ ନୀତି ଉପରେ ଏବେ ପ୍ରଶ୍ନ ଉଠୁଛି, କାରଣ ତେଲ ସଂକଟ ଦିନକୁ ଦିନ ଗମ୍ଭୀର ହେବାକୁ ଲାଗିଛି। ଇରାନ ମହାଯୁଦ୍ଧ ଏବେ ବିଶ୍ୱ ଅର୍ଥନୀତି ପାଇଁ କାଳ ସାଜିଛି। ବିଶ୍ୱ ଶକ୍ତି ବଜାର ଉପରେ ଏହାର ଚାପ ପଡ଼ିବାରୁ ଏ ସଂଘର୍ଷ ଭୂ ରାଜନୀତି ଏବଂ ଅର୍ଥନୀତିକୁ ପ୍ରଭାବିତ କରୁଛି। ତେବେ 2026 ଫେବୃଆରୀ 28 ଆରମ୍ଭ ହୋଇଥିବା ଏହି ଯୁଦ୍ଧ ବର୍ତ୍ତମାନ ସୁଦ୍ଧା 15 ଦିନରେ ପହଞ୍ଚିଛି। ଗୋଟିଏ ପଟେ ଯଦି କହିବା ଇସ୍ରାଏଲ ଓ ଆମେରିକା ମିଳିତ ଭାବେ ଇରାନ ଉପରେ ଆକ୍ରମଣ କରିଥିବା ବେଳେ ଏହାର ଜବାବ ରଖିଛି ଇରାନ। ଘନ ଘନ ଡ୍ରୋନ୍ ମାଡ଼ କରୁଛି ଇରାନ। ଆଉ ଏହାରି ଭିତରେ ଆମେରିକାର ଚଳିତ ସପ୍ତାହରେ ଗ୍ୟାସ୍ ଦର 21% ବୃଦ୍ଧି ପାଇଛି। ହାରାହାରି ମୂଲ୍ୟ ଗ୍ୟାଲନ ପିଛା ଯଦି କହିବା $3.6 ପହଞ୍ଚିଛି। ହାୱାଇରେ ଏହା $4.4 ଥିବା ବେଳେ ୱାକାଲାମରେ $202 ରହିଛି। ତେବେ ମାର୍ଚ୍ଚ 5 ତାରିଖରେ ତେଲ ଦରରେ ଯେଉଁ ବୃଦ୍ଧି ଘଟିଛି ତାହା ସବୁଠୁ ରେକର୍ଡ ଭାଙ୍ଗିଛି। ଏ ସଂକଟ ସମୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏମିତି ଏକ ବୟାନ ରଖିଛନ୍ତି, ଯେଉଁ ବୟାନ ଏବେ ନିଆଁରେ ଘିଅ ଢାଳିବା ଭଳି ମନେ ହେଉଛି। ଏନେଇ ସେ କହିଛନ୍ତି ତେଲ ଦର ବୃଦ୍ଧି ଘଟିଲେ ଆମେରିକା ବହୁତ ପଇସା ରୋଜଗାର କରେ, କିନ୍ତୁ ଇରାନକୁ ପରମାଣୁ ଅସ୍ତ୍ରରୁ ରୋକିବା ଅଧିକ ଗୁରୁତ୍ୱ ବହନ କରୁଛି। ତେବେ ଟ୍ରମ୍ପଙ୍କ ଏହି ଅଏଲକୁ ନେଇ ମାନସିକତାକୁ ନେଇ ସବୁଠି ଆଲୋଚନା କରାଯାଉଛି। ଏନେଇ ବିରୋଧୀ ଅଭିଯୋଗ କରିଛନ୍ତି ଆଉ କହିଛନ୍ତି ଟ୍ରମ୍ପ ନିଜ ଧନୀ ବନ୍ଧୁଙ୍କ ପକେଟକୁ ଭରିବା ପାଇଁ ସାଧାରଣ ଆମେରିକୀୟବାସୀଙ୍କୁ କଷ୍ଟ ଦେଉଛନ୍ତି। ଆଉ ଏ ସବୁ ସମସ୍ୟାର ମୁଖ୍ୟ କାରଣ ହେଉଛି ଷ୍ଟ୍ରେଟ୍ ଅଫ୍ ହର୍ମୁଜ କୁ କୁହାଯାଉଛି, କାରଣ ବିଶ୍ୱର 20% ତୈଳ କାରବାର ସମୁଦ୍ରର ଏହି ସଂକୀର୍ଣ୍ଣ ବାଟ ଦେଇ ହୋଇଥାଏ। ତେବେ ଇରାନ ଏହି ଛକ ପଏଣ୍ଟକୁ ମଧ୍ୟ ଅସ୍ତ୍ର ଭାବରେ ବ୍ୟବହାର କରୁଛି। ତେବେ ଇରାନର ଡ୍ରୋନ୍ ଆକ୍ରମଣ ଯୋଗୁଁ କ୍ରୁଡ୍ ଅଏଲ ଦର ମଧ୍ୟ ବ୍ୟାରେଲ ପିଛା $120 ଟପି ଯାଇଛି। ସେପଟେ ତେହରାନ ଚେତାବନୀ ଦେଇଛି ଯେ ଯଦି ଯୁଦ୍ଧ ନ କମେ ତେବେ ତେଲ ଦର $200 ହେବ। ଏପଟେ ଯଦି କହିବା 30 ଦିନ ପାଇଁ ରୁଷିଆକୁ ତେଲ କିଣିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏପରିକି ଯେଉଁ ପ୍ରତିବନ୍ଧକ ଲଗାଇଥିଲା ଆମେରିକା ତାକୁ ମଧ୍ୟ କୋହଳ କରିଦେଇଛି। ଏପଟେ ଯଦି କହିବା ଏଠି କହି ରଖୁଛୁ, ଆଗକୁ ଯେତେବେଳେ ଆମେରିକାରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ରହିଛି, ପ୍ରାୟ 48% ଜନତା ତେଲ ଦର ପାଇଁ ବର୍ତ୍ତମାନ ସମୟରେ ଟ୍ରମ୍ପକୁ ଦାୟୀ କରିଛନ୍ତି। ତେବେ ଏନେଇ ଆଗାମୀ ଦିନରେ ଟ୍ରମ୍ପଙ୍କ ଭୂମିକା କ'ଣ ରହିବ, ଏନେଇ ଅଧିକ ଆଲୋଚନା କରିବା ପାଇଁ ଆମ ସହିତ ଫୁଲ୍ ଲାଇନ୍ରେ ଯୋଡ଼ି ହୋଇଛନ୍ତି ବୈଦେଶିକ ବ୍ୟାପାର ବିଶେଷଜ୍ଞ ବିନୋଦ ମିଶ୍ର। ଚାଲନ୍ତୁ ଜାଣିବା ସେ କ'ଣ କହୁଛନ୍ତି। ସାର୍, ଆପଣଙ୍କୁ ନ୍ୟୁଜ୍ ରୁମ୍କୁ ସ୍ୱାଗତ କରୁଛି। ସାର୍, ଯେଭଳି ଭାବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଜାରି ରହିଛି ଏବଂ ଇରାନ ଯେଭଳି ଭାବେ ଆଟାକ୍ କରୁଛି, ତାର ଗୋଟେ ସିଧାସଳଖ ପ୍ରଭାବ ଆମେରିକା ଉପରେ ପଡିଛି ଏବଂ ତୈଳ ଦର କଥା ଆମେ ଯଦି କହିବା ଖୁବ ବୃଦ୍ଧି ପାଉଛି। ଏହା ଦ୍ୱାରା ଅନେକ ଲୋକ ସେଠିକାର ଯୋଉ ସାଧାରଣ ଜନତା ଅଛନ୍ତି ଟ୍ରମ୍ପଙ୍କ ଉପରେ ଖପା ହେଲେଣି। ଆଗକୁ ଯେହେତୁ ସେଠାକାର ନିର୍ବାଚନ ରହିଛି, ପ୍ରାୟ ଅନେକ ଲୋକ ଟ୍ରମ୍ପକୁ ଦାୟୀ କରୁଛନ୍ତି। ଆଗକୁ ଟ୍ରମ୍ପଙ୍କ ପରିସ୍ଥିତି କ'ଣ ହେବ ଏବଂ ଯଦି କହିବା ଇସ୍ତଫା ଦେବେ କି କ'ଣ କହିବେ? ନା, ଇସ୍ତଫା ଦେବା क्वेश्चन उठुनी। डोनाल्ड ट्रम्प प्रेसिडेंसी इस्तीफा देवा क्वेश्चन उठुनी। बट ये जो मिड टर्म इलेक्शन रही लेटर दिस ईयर, से ही इज डेफिनेटली वरीड। ही हैज टू बी वरीड। सी वरीड नले भी रिपब्लिकन पार्टी इज वरीड। से डोनाल्ड ट्रम्प के ऊपर बर्तमान ट्रिमेंडस प्रेशर। खाली जे अमेरिका रे तैल दाम बढ़ुची सेटा नुहे, ऑल ओवर द वर्ल्ड अमेरिकन अलाइज माने जो माने अछन से माने भी दे हैव स्टार्टेड फीलिंग द हीट। European countries such as United Kingdom, France, Germany, everywhere. And ताटो सबुठार बड़ होची जो गल्फ कंट्रीज जो अलाइज से माने जाको मिडिल ईस्ट कहउछन, आमे जो वेस्ट एशिया कहउछु, वेस्ट एशियन जो अलाइज अछन अमेरिका रा कंट्रीज लाइक यूएई, कतार, बहरीन, इराक, एई सब ऑयल प्रोड्यूसिंग कंट्रीज यांको ऊपर वर्तमान ईरान कॉस्ट ऑफ वार इंपोज करूची। कहउची जे जदि अमेरिका आउ अटैक करे ईरान को, ईरान अर्थनीति की जब क्रिपल करने चेष्टा करे, ताले आमे सब ऑयल डिपो को उड़े देबू। तेणु ऑयल डिपो को उड़े देले यू कैन इमेजिन वर्ल्ड रो 50% ऑयल प्रोडक्शन विल स्टॉप
and America କେତେ ବି production ଥାଉ oil quantity it will fall short. ତେଣୁ pressure is tremendous on Donald Trump and Benjamin Netanyahu. କେତେ ଶୀଘ୍ର ସେମାନେ war କୁ end କରିବେ, but war କୁ ସାରିବା ପାଇଁ they need a fresh saver, they need an off ramp. ସେ off ramp ର ବର୍ତ୍ତମାନ ଚେଷ୍ଟା କରାଯାଉଛି whether an assurance from Iran that Iran ଆଉ nuclear weapons produce କରିବନି ଏବଂ proxies maintain କରିବନି, ଏଇ ଦିଟା may be the final negotiating point. ତା ଛଡା ଇରାନ ଆଉ କୌଣସି ସର୍ତ୍ତରେ ରାଜି ହେବ ବୋଲି ମୋର ମନେ ହୁଏନି। ତେଣୁ ଯାହା ବି ହଉ ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଟ୍ରେମେଣ୍ଡସ୍ ପ୍ରେସର। ନିହାତି ଭାବେ ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଗୋଟେ ପ୍ରେସର ପଡୁଛି, କାହିଁକି ନା ଡୋନାଲ୍ଡ ଟ୍ରମ୍ପ ମଧ୍ୟ 30 ଦିନ ପାଇଁ ଅଏଲ କିଣିବା ପାଇଁ ରୁଷିଆ ଉପରେ ଡିପେଣ୍ଡ କରୁଛନ୍ତି, ଯୋଉଟା କି ଏବେ ନିର୍ଦ୍ଦେଶ ରହିଛି। ଏ ନେଇ କଣ କହିବେ ସାର୍? नो ସେଇଟା ହଉଛି ଇଣ୍ଡିଆ ସ୍ପେସିଫିକ, ଯେ 30 ଦିନର ୱେଭର ଇଣ୍ଡିଆକୁ ଦେଇଥିଲେ ଡୋନାଲ୍ଡ ଟ୍ରମ୍ପ ଟୁ ବାଇ ରସିଆନ ଅଏଲ, ଯୋଉଟା କି ମୋ ପାଇଁ ଆଜ୍ ଆନ୍ ଇଣ୍ଡିଆନ୍ ଇଜ୍ ଭେରି ସେମଫୁଲ। ଏଭଳି ସିଚୁଏସନ ହେଲାଣି ଯେ ଆମକୁ ରଷିଆ ଠାରୁ ଅଏଲ କିଣିବା ପାଇଁ ହେଲେ ଆମେରିକାର ପରମିଶନ ନେବା ପାଇଁ ପଡିବ। ସେ ଯାହା ହଉ ସେଇଟା ବର୍ତ୍ତମାନ ବାସ୍ତବତା। ଡୋନାଲ୍ଡ ଟ୍ରମ୍ପ ଯୋଉଟା କହିଛନ୍ତି 2 ଦିନ ତଳେ କି ଯେହେତୁ ହର୍ମୁଜ ଷ୍ଟ୍ରେଟ୍ ଇଜ୍ ନାଉ ଚୋକ୍ଡ, ତାର ଯୋଉ ରିପରକସନ ତାକୁ ଆଭଏଡ କରିବା ପାଇଁ ହେଲେ ରଷିଆ ଉପରେ ଯୋଉ ସାଙ୍କସନ୍ସ ଲଗେଇଥିଲେ, କହିଲେ ସେ ସାଙ୍କସନ ଥିଲେ ବି countries can buy oil. यार दीटा repercussion. One, an attempt to ensure alternative oil availability to the countries around the world. Second होची एई conflict रे जदि ईरान suffer करूची ताले Russia is being benefited through the sale of its oil. तेणु रशिया रो कोनोसी incentive रहइबो नै to join Iran. तेणु it is a dual approach that Donald Trump has taken. दीटा ऑब्जेक्टिव तार रही, जेहेतु इट विल प्रोवाइड इकोनॉमिक इंसेंटिव टू रशिया, तो रशिया विल नॉट मेडल in this war from the side of Iran. जहाँ भी हो, even then that will not be sufficient, I am telling you. Russian oil, American oil, ସେମାନେ sufficient ନୁହନ୍ତି unless Gulf oil is added to the world oil market. ତେଣୁ that pressure ଆମକୁ ଦେଖିବା ପାଇଁ ପଡିବ। ଇଲେକ୍ସନ ତ definitely is a pressure point for Donald Trump. Donald Trump ଭାବୁଛନ୍ତି ଏଇ masculinity image present କରି he will sail through the election. One doesn't know, American public ଯେହେତୁ Donald Trump କୁ second time ପାଇଁ elect କରିଛନ୍ତି, I have no trust in American public. Yes, there are a section of American public ଯେମିତି କି ସବୁ ଦେଶରେ ରହିଛନ୍ତି, ଯୋଉମାନେ rationally ଚିନ୍ତା କରୁଛନ୍ତି, ସେମାନେ ଜାଣୁଛନ୍ତି Donald Trump ଯୋଉଟା କରୁଛନ୍ତି ସେଇଟା ଭୁଲ, but voters percentage କୋଉ ପଟକୁ ବେଶୀ ଯିବ, that I don't know, who knows, nobody knows. It's a big gamble. In fact, one of the reasons for United States going to war or Donald Trump going to war is this midterm election. ତାଙ୍କର assessment କଣ about elections ସେଟା କେବଳ time ହିଁ କହିବ, but I can tell you that he has been proven to be successful in his political guesses, political imaginations and guesses. He has always been proven correct. ସେଇଥିପାଇଁ ସେ second term election ବି ଜିତି ପାରିଲେ। So ଯଦିଓ Americans are feeling the pressure, you never know, they might behave very nationalistically during the elections. Okay, बहुत बहुत धन्यवाद।